ଏହି ଯେଉଁ ସ୍ପଟ୍ଟି ଆପଣମାନେ ଭିଡ଼ିଓରେ ଦେଖୁଛନ୍ତି ଏହା କେଉଁଝର ଏବଂ ମୟୂରଭଞ୍ଜର ସୀମାରେ ଅଛି। ତେଣୁ ଆପଣମାନେ ଜାଣିପାରୁଥିବେ ମୁଁ କେଉଁ ସ୍ପଟ୍ ବିଷୟରେ କହୁଛି। ଆମେମାନେ ବାରିପଦା ଯାଇଥିଲୁ ନଣନ୍ଦ ଘରକୁ। ଯେତେବେଳେ ନଣନ୍ଦ ଘରୁ ରିଟର୍ଣ୍ଣ କଲୁ ସେତେବେଳେ ମୋ ହଜବେଣ୍ଡ କହିଲେ ଚାଲ ତୁମକୁ ଗୋଟିଏ ବ୍ୟୁଟିଫୁଲ୍ ସ୍ପଟ୍ ଦେଖାଇବାକୁ ନେଇଯିବୁ। ଏହି ଯେଉଁ ସ୍ପଟ୍ ଦେଖୁଛନ୍ତି ଏହାର ନାଁ ହେଉଛି ଭୀମକୁଣ୍ଡ। ଏହି ଯେଉଁ ନଦୀ ଦେଖୁଛନ୍ତି ଏହାର ନାଁ ହେଉଛି ବୈତରଣୀ ନଦୀ। ବୈତରଣୀ ନଦୀରେ ପାଣି ବହୁତ ଥିଲା ଏବଂ ପାଣିର ସ୍ରୋତ ମଧ୍ୟ ଥିଲା। ଏହି ଯେଉଁ କରିଡୋରିୟମ୍ କରିଛନ୍ତି ଏହି କରିଡୋରିୟମ୍ ମଝିରେ ଠିଆ ହୋଇକରି ଆମେ ଦେଖୁଥିଲୁ। କିନ୍ତୁ ପାଣିର ସ୍ରୋତ ଏତେ ଜୋର ଥିଲା ଯେ କରିଡୋରିୟମ୍ ଭିତରକୁ ପଶି ଆସୁଥିଲା, ଯାହାକି ଡର ମଧ୍ୟ ଲାଗୁଥିଲା। କିନ୍ତୁ ସ୍ପଟ୍ଟି ବହୁତ ସୁନ୍ଦର ଥିଲା। ଏହି ସ୍ପଟ୍କୁ ଯେତେବେଳେ ବୁଲିବାକୁ ଆସିବେ ଆପଣ ଠିକ୍ ପିକନିକ୍ ଟାଇମ୍ରେ ହିଁ ଆସିବେ। ଦ୍ୟାଟ୍ ମିନ୍ସ ଡିସେମ୍ବର କିମ୍ବା ଜାନୁଆରୀ ଟାଇମ୍ରେ ଆସିବେ। ପିକନିକ୍ କରିବା ପାଇଁ ମଧ୍ୟ ଏଠି ବହୁତ ବଢ଼ିଆ ପ୍ଲେସ୍ ବି ଅଛି, ଯାହାକି ଆପଣମାନେ ଏଠି ରୋଷେଇ କରି ଖାଇ ବି ପାରିବେ ଏବଂ ପ୍ଲେସ୍ଟି ମଧ୍ୟ ବୁଲିବେ। ଆମକୁ ତ ପ୍ଲେସ୍ଟି ବହୁତ ହି ବଢ଼ିଆ ଲାଗିଲା। ଆପଣମାନଙ୍କୁ ନିଶ୍ଚିନ୍ତ ପ୍ଲେସ୍ଟି ଭଲ ଲାଗିଥିବ। ଯଦି ଆପଣମାନେ ପ୍ଲେସ୍ଟିକୁ ଦେଖିନାହାନ୍ତି ତାହେଲେ ନିଶ୍ଚିନ୍ତ ଭାବରେ ଭୀମକୁଣ୍ଡକୁ ଆସନ୍ତୁ ଏବଂ ଦେଖନ୍ତୁ। ଭୀମକୁଣ୍ଡର ପ୍ଲେସ୍ଟି ବହୁତ ସୁନ୍ଦର। ଆମକୁ ଯେମିତି ବଢ଼ିଆ ଲାଗିଲା ଆପଣମାନଙ୍କୁ ନିଶ୍ଚୟ ସେମିତି ହିଁ ଭଲ ଲାଗିବ। ସନ୍ଧ୍ୟା ହେଇ ଆସୁଥିଲା, ସେଥିପାଇଁ ଆମେ ଜଲ୍ଦି ରିଟର୍ଣ୍ଣ କରି ଆସିଲୁ। ଆମେ ଯେତେବେଳେ ଯାଉଥିଲୁ ଭୀମକୁଣ୍ଡ ଦେଖିବାକୁ ସେତେବେଳେ ରୋଡ଼ର ଦୁଇ ସାଇଡ଼୍ରେ ହିଁ ବହୁତ ବୋଇତାଳୁ ଗଛ ଲଗା ହୋଇଥିଲା। ତ ଆମେମାନେ କଥାବାର୍ତ୍ତା ହେଉଥିଲୁ ଏଠାରେ ବୋଇତାଳୁ ଚାଷ ମଧ୍ୟ ହୁଏ। ତେଣୁ ଯେତେବେଳେ ରିଟର୍ଣ୍ଣ କଲୁ ସେତେବେଳେ ହାଟ ବସିଥିଲା। ହାଟରୁ ଆମେ ବୋଇତାଳୁ ଆଣିଲୁ। ବୋଇତାଳୁ 5 କେଜିର ଗୋଟେ ବଡ଼ ବୋଇତାଳୁଟେ ଆଣିଥିଲୁ। ଆମେ କହିଲୁ ଦୋକାନୀକୁ ଆମକୁ ଗୋଟିଏ ଛୋଟ ବୋଇତାଳୁ ଦିଅ। ସେ କହିଲେ ଆମର ଛୋଟ ବୋଇତାଳୁ କେହି ଖାଆନ୍ତି ନାହିଁ। ଛୋଟ ବୋଇତାଳୁକୁ ସବୁ ହାତୀ କିମ୍ବା ଏମିତି ପଚିକରି ନଷ୍ଟ ହୋଇଥାଏ। ଆମେମାନେ ସମସ୍ତେ ଏଇ ବଡ଼ ବୋଇତାଳୁ ଖାଉ। ତେଣୁ ଆମେ ଏହି ବଡ଼ ବୋଇତାଳୁଟେ ନେଇକରି ଆସିଲୁ। ଆମେ ତ ସ୍ପଟ୍ରେ ବହୁତ ମସ୍ତି ଫଟୋ ଉଠେଇଲୁ, ଭିଡ଼ିଓ ବି ରେକର୍ଡ଼ିଂ କଲୁ, ଆପଣଙ୍କ ସାଙ୍ଗରେ ସେୟାର ମଧ୍ୟ କଲୁ। ଚାଲନ୍ତୁ ଆଜି ପାଇଁ ଏଇଠି ରଖୁଛି। ନେକ୍ସଟ ଭିଡ଼ିଓରେ ପୁଣି ଦେଖାଯିବ। ବାଏ ବାଏ, ଟେକ୍ କେୟାର। ଆପଣଙ୍କୁ କେମିତି ଲାଗିଲା ତା ଆପଣ ଆମକୁ ଭିଡ଼ିଓ ମାଧ୍ୟମରେ ନିଶ୍ଚିନ୍ତ ଜଣାଇବେ। ରହୁଛି।